AM Music. ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁଙ୍କ ମହାନ ଅନୁଗ୍ରହରୁ ଆଜି ଅଏଲ୍ ମ୍ୟୁଜିକ୍ ମାଧ୍ୟମରେ ପୁନର୍ବାର ପ୍ରଭୁଙ୍କ ବାକ୍ୟ ପରିବେଷଣ କରିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଥିବାରୁ ତାହାଙ୍କ ନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ଦ୍ୱିତୀୟ ପିତର 3 ପର୍ବ ତାର 10 ପଦରୁ 15 ପଦ। ପ୍ରଭୁଙ୍କ ଦିନ ଚୋର ପରି ଉପସ୍ଥିତ ହେବ। ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଈଶ୍ୱରଙ୍କର ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନ ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଆମ୍ଭେମାନେ ତାହାଙ୍କର ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ। ଅତଏବ ହେ ପ୍ରିୟମାନେ, ତୁମ୍ଭେମାନେ ଏହି ସମସ୍ତ ବିଷୟ ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ ଯେପରି ନିଷ୍କଳଙ୍କ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର। ପୁଣି ଆମ୍ଭମାନଙ୍କର ପ୍ରଭୁଙ୍କର ଦୀର୍ଘ ସହିଷ୍ଣୁତା ତ୍ରାଣଜନକ ବୋଲି ଜ୍ଞାନ କର। ଆମ୍ଭମାନଙ୍କର ପ୍ରିୟ ଭ୍ରାତା ପାଉଲ ମଧ୍ୟ ଆପଣାର ଦତ୍ତ ଆଜ୍ଞା ଅନୁସାରେ ତୁମ୍ଭମାନଙ୍କ ନିକଟକୁ ସେପରି ଲେଖିଅଛନ୍ତି। ପ୍ରଭୁଙ୍କର ଦିନ ଯେ ଆମମାନଙ୍କ ନିମନ୍ତେ ଅତି ସନ୍ନିକଟ, ସେ ଯେ ଆମମାନଙ୍କର ସମସ୍ତ ବିଷୟକୁ ଅଧିକାର କରିବା ନିମନ୍ତେ ଯେତେବେଳେ ଏ ଜଗତକୁ ଆମମାନଙ୍କୁ ଦେଲେ, ଆଉ ତା ମଧ୍ୟରେ ଆମମାନଙ୍କୁ ବାସ କରିବାକୁ ସୁଯୋଗ ଦେଲେ, ସେ ଆମମାନଙ୍କୁ ଚାହାନ୍ତି ଆମମାନେ ଯେମିତି ତାହାଙ୍କ ନିମନ୍ତେ ଅଧର୍ମରୁ ମଧ୍ୟ ମୁକ୍ତ ହେବା। ସେ ଆମମାନଙ୍କର ଜୀବନରେ ଉତ୍ତମ କାର୍ଯ୍ୟ ଚାହାନ୍ତି, ଉତ୍ତମ ବିଷୟ ଗୁଡ଼ିକ ଆମମାନଙ୍କ ନିମନ୍ତେ ସେ ଚାହାନ୍ତି। ଆମମାନେ କେମିତି ତାଙ୍କ ନିମନ୍ତେ ଉଦ୍ଯୋଗୀ ହେବା, ତାଙ୍କ ନିମନ୍ତେ ବଳିଷ୍ଠ ହେବା, ତାହାଙ୍କୁ ଧରି ଚାଲିବା, ତାହାଙ୍କର ପଥକୁ ଅନୁସରଣ କରିବା। କାରଣ ଏ ଜଗତରେ ସମସ୍ତ ବିଷୟ ସେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। କୌଣସି ବିଷୟରେ ଆମମାନଙ୍କର କୌଣସି ଅସୁବିଧା ଆମମାନଙ୍କୁ ଦେଇନାହାନ୍ତି। ଯେପରି ଶରୀରରେ ଆମମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ କେଉଁ ଜାଗାରେ ବି ଆମମାନଙ୍କର ଅସୁବିଧା ନଥାଏ, ସେ ପ୍ରକାର ଏହି ପୃଥିବୀରେ ସେ ଆମମାନଙ୍କୁ ସମସ୍ତ ବିଷୟରେ ଆମମାନଙ୍କୁ କୌଣସି ଅସୁବିଧା ଦେଇନାହାନ୍ତି। ସେହି ପ୍ରକାର ଆମମାନଙ୍କର ଜୀବନରେ ମଧ୍ୟ ତାହାଙ୍କର ଉପସ୍ଥିତି ସେ ଚାହାନ୍ତି। କାରଣ ତାହାଙ୍କର ସମୟ ଯେ ଆମମାନଙ୍କ ପାଇଁ ଅତି ସନ୍ନିକଟ। ସେ କେତେବେଳେ ଆମମାନଙ୍କ ପାଇଁ ଆସିବେ, କେତେବେଳେ ଆମମାନଙ୍କର ନିମନ୍ତେ ସେ ଜଗତକୁ ଆସିବେ ତାହାଙ୍କ ରାଜ୍ୟକୁ ନେବା ନିମନ୍ତେ, ଆଜି ଆମେ ସେଇ ଜୀବନ ପାଇଁ ପ୍ରସ୍ତୁତ ଅଛୁ କି? ଜଗତର ସମସ୍ତ ବିଷୟରେ ଆମମାନେ ଧାଉଁଛୁ, ଦିନକୁ ଦିନ ଆମମାନେ ଦୌଡ଼ୁଛୁ। ଠିକ୍ କଥା, ପ୍ରଭୁ ଆମମାନଙ୍କୁ ଜଗତରେ ରଖିଛନ୍ତି, ବାସ ଦେଇଛନ୍ତି, ଖାଦ୍ୟ ବସ୍ତ୍ର ପରିବାର ଦେଇଛନ୍ତି, ସବୁ କିଛି ସେ ଆମମାନଙ୍କୁ ଦେଇଛନ୍ତି। କାର୍ଯ୍ୟ ମଧ୍ୟ କରିବା ନିମନ୍ତେ ସେ ଆମମାନଙ୍କୁ ବଳ ଶକ୍ତି ଦେଇଛନ୍ତି, କାର୍ଯ୍ୟ କରିବାକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ତା ମଧ୍ୟରେ ଆମମାନେ ଜାଗତିକ ହୋଇ ଯଦି ତାହାଙ୍କୁ ଭୁଲି ଯାଉ, ତାହେଲେ ପ୍ରଭୁ ଆମମାନଙ୍କ ଠାରୁ କ'ଣ ଚାହାନ୍ତି? ଆମମାନଙ୍କ ଠାରୁ ତାହାଙ୍କର ଉତ୍ତମତା ଚାହାନ୍ତି। ଆମେ ଯେମିତି ଉତ୍ତମ ମନୁଷ୍ୟ ହେବା, ଆମେ ତାଙ୍କ ନିମନ୍ତେ ଯଦି ବଳିଷ୍ଠ ହେବା, ଜଗତରେ ରହି ମଧ୍ୟ ଆମେ ଜଗତର ଅନୁରୂପୀ ଯେପ୍ରକାର ନ ହଉ। ପୃଥିବୀ ଆମମାନଙ୍କୁ ସେ ଆମମାନଙ୍କୁ ସାରା ପୃଥିବୀ ଆମମାନଙ୍କୁ କ'ଣ କରିଛନ୍ତି? ପ୍ରଦାନ କରିଛନ୍ତି। କେଉଁ ଜୀବଜନ୍ତୁକୁ ମଧ୍ୟ ସେ ଏତେ ଅଧିକାର ଦେଇନାହାନ୍ତି, ମନୁଷ୍ୟକୁ ଯେତେ ସେ ଅଧିକାର ଦେଇଛନ୍ତି। କାରଣ ଆମମାନେ ତାଙ୍କର ମନୋନୀତ ସନ୍ତାନ। ଯେତେବେଳେ ସେ ପ୍ରଥମ ପୃଥିବୀରେ ଯେତେବେଳେ ସେ ଦୌରାତ୍ମ୍ୟ ଦେଖିଲେ, ମନୁଷ୍ୟମାନେ ଅତି ଦୁଷ୍ଟ ଆଚରଣ କରୁଥିଲେ,
ନିଜ ନିଜ ଭିତରେ ସେମାନେ ବିଭିନ୍ନ ପ୍ରକାର ମନ୍ଦତାରେ ପ୍ରବେଶ କରୁଥିଲେ, ସେତେବେଳେ ମଧ୍ୟ ସେ କ'ଣ କଲେ? ପ୍ରଥମ ପୃଥିବୀକୁ ଜଳ ପ୍ଲାବନ ଦ୍ୱାରା ସେ କ'ଣ କଲେ? ନିପାତ କଲେ। ସେଇ ସମୟରେ ସେ ଗୋଟିଏ ପରିବାର ଛଡ଼ା, ଗୋଟିଏ ମନୁଷ୍ୟ ଛଡ଼ା ସେ ଆଉ କାହାକୁ ମଧ୍ୟ ଛାଡ଼ିଲେ ନାହିଁ। ତାହାଙ୍କର ମନୋନୀତ ବ୍ୟକ୍ତି ଯେ ଥିଲେ ନୋହ, ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ଧର୍ମ ପ୍ରଚାରକ ଥିଲେ। ତାହାଙ୍କ ଛଡ଼ା ସାରା ପୃଥିବୀରେ ଏ ପ୍ରକାର ଲୋକ କାହାକୁ ସେ ଦେଖିଲେନି ଯେ ସେମାନଙ୍କୁ ମଧ୍ୟ ସେ ବଞ୍ଚେଇଥାନ୍ତେ। ତାଙ୍କ ପରିବାର ଛଡ଼ା ଆଉ ସମସ୍ତ ପ୍ରକାର ଜୀବଜନ୍ତୁଙ୍କୁ ମଧ୍ୟ ସେ କ'ଣ କଲେ? ତାହାଙ୍କର ଗୌରବ ଦ୍ୱାରା ସେ ତାହାଙ୍କୁ ଅଧିକାର କଲେ, ଆଉ ତାଙ୍କୁ ନିଜର କଲେ, ତାଙ୍କୁ ସତର୍କ କରାଇଲେ। ତାହାଙ୍କର ଗୋଟିଏ ପଦ କଥାରେ ନୋହ ତାଙ୍କ କଥା ମାନି ସେ ଜାହାଜ ନିର୍ମାଣ ଆରମ୍ଭ କଲେ। ହୁଏତ ଯେ ପ୍ରକାର ଲୋକମାନେ ସେ ସମୟରେ ବିବାହରେ ମାତିଥିଲେ, ଯେ ଯାର ଖୁସି ଆନନ୍ଦରେ ଭୋଜି ଭାତରେ ମାତିଥିଲେ, ଯେ ଆଜି ଜଗତ ଯେ ପ୍ରକାର ଜଗତ ଯେଉଁ ଆଧୁନିକ ଦୌଡ଼ରେ ଦୌଡ଼ୁଛି, ସେ ପ୍ରକାର ସେ ସମୟରେ ମଧ୍ୟ ଜଗତ ସେ ପ୍ରକାର ମଧ୍ୟରେ ଦୌଡ଼ୁଥିଲା। କିନ୍ତୁ ତାହା ମଧ୍ୟରେ ନୋହଙ୍କୁ ସେ ବାଛିଲେ। ନୋହ ତାଙ୍କର ଗୋଟିଏ ଆଜ୍ଞାରେ ସେ ଜାହାଜ ନିର୍ମାଣ ଆରମ୍ଭ କରିବାକୁ ଲାଗିଲେ। ଆଜି ଆମମାନଙ୍କ ଜୀବନରେ ମଧ୍ୟ ପ୍ରଭୁ ଆମମାନଙ୍କୁ ସତର୍କ କରାଉଛନ୍ତି। ତାହାଙ୍କର ରାଜ୍ୟ ସନ୍ନିକଟ। କେଉଁ ସମୟରେ ସେ ଆମମାନଙ୍କ ନିମନ୍ତେ ଆସିବେ, କେଉଁ ସମୟରେ ଆମମାନଙ୍କର ବିଚାର କରିବେ। ଆଜି ଆମେ ଜାଣିଛୁ ଜଗତର ପତନ ବହୁତ ଅତି ଜଲ୍ଦି, କିନ୍ତୁ ଆମେ ଆଜି ନିଜ ନିଜ ଭିତରେ ଅଶାନ୍ତିରେ ବାସ କରୁଛୁ। ଆମମାନଙ୍କ ଭିତରେ ପ୍ରେମର ଅଭାବ, ଆମମାନଙ୍କ ଭିତରେ ବିଭିନ୍ନ ପ୍ରକାର ମନ୍ଦତା ଭରି ରହିଛି। ଆମେ ଜାଣୁ ପ୍ରଭୁ ଆମମାନଙ୍କ ନିମନ୍ତେ ଆସିବେ। ମନୁଷ୍ୟ ଯେ ପ୍ରକାର କଥା କହେ, ଏ ଜଗତ ଯେମିତି ଚାଲିଛି ସେମିତି ହିଁ ଚାଲିଥିବ, ଆମେ ମରିଯିବୁ, ଆମେ ଚାଲିଯିବୁ। ସେସବୁ କିଛି ନାହିଁ। ମର୍ତ୍ତ୍ୟ ପାତାଳ ସ୍ୱର୍ଗ କିଛି ନାହିଁ। ଅନେକ ମନୁଷ୍ୟ ସେ ପ୍ରକାର ଭାବନାରେ କଥା କହନ୍ତି, କିନ୍ତୁ ପ୍ରଭୁ ଆମମାନଙ୍କ ପାଇଁ ନିଶ୍ଚୟ ଆସିବେ। ତାହା ମାନେ ବିଶ୍ୱାସ ରଖିବା ଜରୁରୀ। ତାହାଙ୍କର କାର୍ଯ୍ୟ ଦ୍ୱାରା ଆମେ ଯେପରି ନିଜକୁ ପରିବର୍ତ୍ତନ କରିବା। ସବୁ ଅବସ୍ଥାରେ ସେ ଆମମାନଙ୍କୁ ଧରି ରଖିଅଛନ୍ତି। ଆମେ ନିଜ ଆଡ଼ୁ କିଛି କରିପାରିବା ନାହିଁ। ଆମେ ଆଙ୍ଗୁଠିଏ ବି ଯଦି ହଲଉଛୁ ତାହାଙ୍କର ଇଙ୍ଗିତରେ, ତାହାଙ୍କର ଇଚ୍ଛାରେ ଆମେ ଅଙ୍ଗୁଳିଟିଏ ହଲେଇ ପାରୁଛୁ। ଆଜି ମୁଁ ବସି ଆପଣମାନଙ୍କ ଆଗରେ କଥା କହିପାରୁଛି ପ୍ରଭୁଙ୍କର ଚାଳନାରେ। ମୋର କୌଣସି ଜ୍ଞାନ ନାହିଁ, କୌଣସି ଉତ୍ତମତା ନାହିଁ। ନା ମୁଁ ବାଇବେଲ କଲେଜରେ ପାଠ ପଢ଼ିଛି, ନା ମୁଁ କୌଣସି ଟ୍ରେନିଂ ନେଇଛି, କିଛି ନୁହଁ। ପ୍ରଭୁ ମୋତେ ଚଳଉଛନ୍ତି, ମୁଁ ଆପଣମାନଙ୍କ ଆଗରେ ତାହା କହୁଛି। ସେଇ ପ୍ରକାର ପ୍ରଭୁ ଆମମାନଙ୍କୁ ଚଳାନ୍ତି, ଆମମାନଙ୍କୁ ସବୁ ଅବସ୍ଥାରେ ସେ ଧରି ରଖନ୍ତି। ତାଙ୍କ ନିମନ୍ତେ ଆମେ କ'ଣ କରିବାକୁ ଯାଉଛୁ? ଜଗତରେ ଥାଇ ଅନ୍ଧକାର ଜଗତରେ ଆମେ ବାସ କରୁଛୁ। ପ୍ରଭୁ ଆମମାନଙ୍କୁ ଯେଉଁ ସୁନ୍ଦର ଗୁଣ ଗୁଡ଼ିକ ଦେଇଛନ୍ତି, ସେ ଗୁଣ ଗୁଡ଼ିକୁ ଆମମାନଙ୍କ ଜୀବନରେ ତାହା ପ୍ରକାଶ କରିପାରୁନାହୁଁ। ଆମମାନଙ୍କୁ ଉତ୍ତମ ଗୁଣ ଗୁଡ଼ିକ ଦେଇଛନ୍ତି। ସେ ଗୁଣ ଗୁଡ଼ିକ ଦ୍ୱାରା ଆମେ ଯେପରି ଅନ୍ୟମାନଙ୍କର ନିକଟବର୍ତ୍ତୀ ହେବା, ଅନ୍ୟମାନଙ୍କୁ ତାହା ଜଣେଇବା, ତାହାଙ୍କର କାର୍ଯ୍ୟକୁ, ତାହାଙ୍କର ରକ୍ତର ମୂଲ୍ୟକୁ ଅନ୍ୟମାନଙ୍କ ଆଗରେ ଯେପରି ଆମେ ଜଣେଇବା, ତାହେଲେ ସଦାପ୍ରଭୁ ଆମମାନଙ୍କ ଉପରେ କ'ଣ ହେବେ? ଆଶୀର୍ବାଦ କରିବା, ଆମମାନଙ୍କ ଉପରେ ଆନନ୍ଦିତ ହେବେ। ପ୍ରଥମ ଥେସଲୋନିକ 5:2 ଲେଖାଯାଏ, କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କର ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ। ମାଥ୍ୟୁ 24:43 ମଧ୍ୟ ଏହି ବାକ୍ୟ ଲେଖାଯାଏ। ଏହି ବର୍ତ୍ତମାନ ପୃଥିବୀରେ ଆମେ ବାସ କରୁଛୁ। ତାହାଙ୍କର ଦୟା, ତାହାଙ୍କର ଅନୁଗ୍ରହ, ତାହାଙ୍କର ସମସ୍ତ ଅଧିକାର ଦ୍ୱାରା ଏ ଜଗତରେ ସେ ଆମମାନଙ୍କୁ କ'ଣ କରିଛନ୍ତି? ସ୍ଥାନ ଦେଇଅଛନ୍ତି ଆଉ ବଞ୍ଚେଇ ଅଛନ୍ତି।
କେବଳ ତାଙ୍କର ଅନୁଗ୍ରହ ଦ୍ୱାରା। ଏ ଅନୁଗ୍ରହର ଦିନମାନଙ୍କରେ ସେ ଆମମାନଙ୍କୁ ଚାହାନ୍ତି ତାହାଙ୍କର ସନ୍ତାନମାନେ ଯେପରି ତାଙ୍କ ନିମନ୍ତେ ଫେରନ୍ତୁ। ଯଦି ଆମେ ପ୍ରକାଶିତ ବାକ୍ୟ 21 ପର୍ବ 1 ପଦରେ ଦେଖିବା, ତାହେଲେ ଯୋହନ କହୁଛନ୍ତି, ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ମୁଁ ଦେଖିଲି। ଆଉ ଈଶ୍ୱର କ'ଣ କରୁଛନ୍ତି, ପ୍ରଭୁ କ'ଣ କରୁଅଛନ୍ତି, ଯେପରି ବର ବେଶରେ ସେ କ'ଣ କରୁଛନ୍ତି, ଆସୁଅଛନ୍ତି। ଯଦି ଆମେ ଦେଖିବା ପ୍ରକାଶିତ ବାକ୍ୟ 21 ପର୍ବ ତାର 2 ପଦ ଦେଖିବା, ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜିରୁସାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବା ଦେଖିଲି। ପ୍ରଭୁ ଯେ ମହାନ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ସେ କ'ଣ କରନ୍ତି, ବାସ କରନ୍ତି। ତାହାଙ୍କର ବାସସ୍ଥାନ ମନୁଷ୍ୟମାନଙ୍କ ମଧ୍ୟରେ। ଆମମାନଙ୍କୁ ସେ ମନୁଷ୍ୟ ରୂପରେ ଯେତେବେଳେ ଗଢ଼ିଅଛନ୍ତି, ସେ ଆମମାନଙ୍କ ଭିତରେ ବାସ କରୁଅଛନ୍ତି। ଆମମାନଙ୍କ ଭିତରେ ସେ ସ୍ଥାନ ପାଇବାକୁ ଚାହାନ୍ତି। କିନ୍ତୁ ମନୁଷ୍ୟ ଅନ୍ଧକାର ଜଗତର ପ୍ରଲୋଭନ ଜଗତରେ ଏତେ ମାତିଛି, ଯାହାଦ୍ୱାରା କି ଈଶ୍ୱରଙ୍କୁ ତ୍ୟାଗ କରି ଜାଗତିକ ଭାବେ ସେ କ'ଣ କରିଛି, ବୃଦ୍ଧି ହେବାକୁ ଚାହେଁ। ପ୍ରଭୁ ଆମମାନଙ୍କ ଠାରୁ ତାହା ଚାହାନ୍ତିନି, କାରଣ ସେ ଆମମାନଙ୍କର ସୃଷ୍ଟିକର୍ତ୍ତା। ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କର ବାସସ୍ଥାନ ଅଛି। ସେ ସେମାନଙ୍କର ସହିତ ବାସ କରିବେ, ଆଉ ସେମାନେ ତାହାଙ୍କର ଲୋକ ହେବେ। ଯେତେବେଳେ ଆମେମାନେ ତାହାଙ୍କର ଲୋକ ହେବା, ସେତେବେଳେ ସେ ଆମମାନଙ୍କ ହୃଦୟରେ କ'ଣ ହେବେ, ବାସ କରିବେ। ଯେତେବେଳେ ଆମେ ସମ୍ପୂର୍ଣ୍ଣ ରୂପେ ନିଜକୁ ପରିବର୍ତ୍ତନ କରିବା, ନିଜର ଜୀବନକୁ ଆମେ ସଜାଡ଼ିବା, ସେତେବେଳେ ଯାଇକି ପ୍ରଭୁ ଆମମାନଙ୍କର ଜୀବନରେ ପ୍ରବେଶ କରିବେ। ମାଥ୍ୟୁ 24 ପର୍ବ 35 ପଦରେ ଲେଖାଯାଏ, ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ସମୟ ଥାଉ ଥାଉ ଆମେ ନିଜ ନିଜକୁ କ'ଣ କରିବା, ପରିବର୍ତ୍ତନ କରିବା, ତାହାଙ୍କର ପଥରେ ଚାଲିବା। ସେ ଯେମିତି ଆମମାନଙ୍କୁ କ'ଣ କରିବେ, ଧରିବେ। ଯେତେବେଳେ ମାଛ ଧରୁଥିଲେ ଯୋହନ ଆନ୍ଦ୍ରିୟ, ସେତେବେଳେ ସେ କ'ଣ କଲେ, ଆଉ ତାଙ୍କୁ ଡାକିଲେ, ଆସ ମୋ ପଛରେ ତୁମେ ମୋର ଅନୁଗମନ କର। ସେମାନେ ପ୍ରତିବାଦ କଲେ ନାହିଁ, ପଚାରିଲେ ନାହିଁ, ପ୍ରଭୁ ଆମମାନଙ୍କର ଏତେ ବଡ଼ ବଡ଼ ବ୍ୟବସାୟ ଛାଡ଼ି ଆମେ ତୁମ ପଛରେ କେମିତି ଯିବୁ, ଆମେ କେମିତି ବଞ୍ଚିବ, ଆମ ପରିବାର କେମିତି ବଞ୍ଚିବ, ତାହା ସେମାନେ ପ୍ରଶ୍ନ କଲେ ନାହିଁ। ସଙ୍ଗେ ସଙ୍ଗେ ନିଜର ସେଇ ବ୍ୟବସାୟକୁ ଛାଡ଼ିକି ତାହାଙ୍କ ପଛରେ ଆଗେଇ ଗଲେ। ଆଜି ଆମମାନଙ୍କର ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ଯେପରି ଧରିବା, ତାହାଙ୍କ ପଥରେ ଚାଲିବା। ଅନେକ ଲୋକ କହନ୍ତି, ହଁ ମୋ ପ୍ରଭୁ ପ୍ରଭୁ କେହି ନାହାନ୍ତି, ଏ ଜଗତ ଖାଲି ତୁଚ୍ଛରେ ପ୍ରଭୁ ପ୍ରଭୁ ହେଉଛି, ଆଉ ପ୍ରଭୁ ବୋଲି କେହି ନାହାନ୍ତି, ଆଉ ଯିଏ ବି ଅଛନ୍ତି ସେ ଆମମାନଙ୍କୁ ସବୁ ଅଧିକାର କରିବା ପାଇଁ ଦେଇଛନ୍ତି। ଆମେ ଜଗତରେ ଭଲରେ ରହିବା, ଖାଇବା ପିଇବା, ଆନନ୍ଦରେ ଜୀବନ ଅତିବାହିତ କରିବା। ଯେତେ ଆମେ ଆନନ୍ଦରେ ଜୀବନ ଅତିବାହିତ କଲେ ବି ଆମେ ଈଶ୍ୱରଙ୍କର ଭୟ ଆମମାନଙ୍କର ଜୀବନରେ ରହିବା ଆବଶ୍ୟକ। କାରଣ ସେ ଆମମାନଙ୍କର ଜୀବନର କର୍ତ୍ତା, ସେ ଆମମାନଙ୍କୁ ଏ ଜୀବନରେ ଗଢ଼ିଛନ୍ତି, ସେ ଆମମାନଙ୍କୁ ତାହାଙ୍କର ଆତ୍ମା ପ୍ରଦାନ କରିଅଛନ୍ତି, ଯାହାଦ୍ୱାରା କି ସେଇ ଆତ୍ମା ଆମମାନଙ୍କ ଜୀବନରେ ଯେପରି କାର୍ଯ୍ୟକାରୀ ହେବ, ଆମେ ସାହସର ସହିତ ତାହାଙ୍କର ଗୌରବର କାରଣ ହେବା। ନୂତନ ପୃଥିବୀରେ ଆମେ ବାସ କରୁଅଛୁ, ସେ ନୂତନ ପୃଥିବୀରେ ଯେପରି ଆମେ ତାହାଙ୍କର ନିକଟବର୍ତ୍ତୀ ହେବା। ଯେପରି ଲେଖାଯାଉଅଛି, ସମସ୍ତ ବିଷୟ କ'ଣ ହେବ, ତରଳି ଯିବ, ଆଉ ସମସ୍ତ ବିଷୟ ଲୋପ ପାଇବ। ପ୍ରଭୁ ଆମମାନଙ୍କୁ ସେ ମଧ୍ୟରୁ ରକ୍ଷା କରନ୍ତୁ। ମହାଶବ୍ଦ ସହିତ ସମସ୍ତ ମୌଳିକ ବସ୍ତୁ କ'ଣ ହେବ, ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ଏବଂ ପୃଥିବୀ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ମନୁଷ୍ୟ କେବଳ ଶରୀର ପାଇଁ ଏ ଜଗତରେ ବାସ କରୁଅଛି,
ନିଜ ଶରୀର ପାଇଁ ସେ ସମସ୍ତ ଏଇ ସବୁ ବସ୍ତୁକୁ ସେ କ'ଣ କରେ, ସଂଗ୍ରହ କରେ ଆଉ ଆନନ୍ଦରେ ସେ ତାହାକୁ ଧରି ରଖେ। କିନ୍ତୁ ପ୍ରଭୁ ଯେ ଆମମାନଙ୍କୁ ଯେଉଁ ଆତ୍ମା ପ୍ରଦାନ କରିଅଛନ୍ତି, ସେ ଆତ୍ମାକୁ ଆଜି ଆମେ କ'ଣ କରୁଛୁ, ଭୁଲି ଯାଉଛୁ। ସେ ଆତ୍ମାକୁ ଆମେ ଗ୍ରହଣ କରିବାକୁ ଇଚ୍ଛୁକ ହଉନୁ। ମନୁଷ୍ୟକୃତ ବସ୍ତୁ ସମସ୍ତ କିଛି ତରଳି ଯିବ। ଈଶ୍ୱରଙ୍କର ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ମନୁଷ୍ୟର ସବୁ ଜିନିଷ କ'ଣ ହେବ, ଶେଷ ଦିନରେ ତରଳିଯିବ। ଈଶ୍ୱରଙ୍କ କ୍ରୋଧ ଏ ପ୍ରକାର ଆସିବ ଆମମାନଙ୍କ ଜୀବନରେ, ଯେଉଁ ଜିନିଷକୁ ଆମେ ମାଟି ତଳେ ମଧ୍ୟ ସାଉଁଟି ରଖିଲେ ମଧ୍ୟ ତାହା ତରଳିଯିବ। ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ମଧ୍ୟ ଜଳିଯିବ। ଲୋକମାନେ ଲୋଭରେ ଆଉ କ'ଣ କରନ୍ତି, ବିଭିନ୍ନ ପ୍ରକାର ଜାଗାରେ ଗଚ୍ଛିତ କରି ରଖନ୍ତି ସେମାନଙ୍କର ଧନ ସମ୍ପତ୍ତି ପାଇଁ ହତ୍ୟା, ଧନ ସମ୍ପତ୍ତି ପାଇଁ ପ୍ରେମ ନାହିଁ, ଧନ ସମ୍ପତ୍ତି ପାଇଁ ଲୋଭ, ଧନ ସମ୍ପତ୍ତି ପାଇଁ ନିଜର ପରିବାର ବିଚ୍ଛିନ୍ନ, ନିଜ ପୁଅ ଝିଅଙ୍କ ଭିତରେ ଭେଦଭାବ, ନିଜ ମା ବାପାଙ୍କ ଭିତରେ ଭେଦଭାବ, ନିଜ ପୁଅ ବୋହୂମାନଙ୍କ ଭିତରେ ଭେଦଭାବ, ନିଜର ସମ୍ପର୍କୀୟଙ୍କ ସହିତ ଭେଦଭାବ। ଆଜି ଏଇ ଧନ ସମ୍ପତ୍ତି ନେଇକି, ଆଜି ଏଇ ମନୁଷ୍ୟକୃତ ବସ୍ତୁକୁ ନେଇକି ମନୁଷ୍ୟ କ'ଣ କରୁଅଛି, ଆଜି ଗର୍ବରେ, ଅସାର ଗର୍ବରେ ସେ ମାତି ଉଠୁଛି। କିନ୍ତୁ ପ୍ରଭୁ ତାହା ଆମମାନଙ୍କର ଜୀବନରେ ଚାହାନ୍ତି ନାହିଁ। ଆମେ ଯେମିତି ଆତ୍ମିକ ରୂପେ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କୁ ଧରିବା। ଜଗତରେ ବଞ୍ଚିଛୁ, ଖାଦ୍ୟ ବସ୍ତ୍ର ବାସ ସବୁ କିଛି ଆମେ ଭୋଗ କରୁଛୁ, କିନ୍ତୁ ତା ମଧ୍ୟରେ ଯେଉଁ ଆତ୍ମା ଆମମାନଙ୍କ ହୃଦୟରେ ବାସ କରିବାକୁ ଚାହାନ୍ତି, ଆମେ ତାହାଙ୍କୁ ଧରି ଚାଲିବା। ତାହେଲେ ଯାଇକି ଆମେ ସେ ନୂତନ ପୃଥିବୀରେ ବାସ କରିବା ନିମନ୍ତେ ଆମେ ପ୍ରସ୍ତୁତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ଛୋଟ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କର ଜୀବନରେ କଥା କହନ୍ତୁ। ଆମେନ୍। ପ୍ରାର୍ଥନା କରିବା। ପବିତ୍ର ପିତା, ଧର୍ମମୟ ରାଜା, ତୁମର ଗୌରବ ପ୍ରଶଂସା କରୁଛୁ। ଆଜି ଦିନର ସମସ୍ତ ଭାର ତୁମେ ନେଇ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ, ସେଥିପାଇଁ ଧନ୍ୟବାଦ ପିତା। ଏ ସମୟ ନିଜ ନିଜକୁ ତୁମର ଚନ୍ଦ୍ର ରଖୁଛୁ ବାପା। ଆମେ ତୁମ ନିମନ୍ତେ କେତେ ଉଦ୍ଯୋଗୀ, କେତେ ତୁମ ସହିତ ଲାଗି ରହିଛୁ, ତାହା ନିଜେ ସମୀକ୍ଷା କରିବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଆମମାନଙ୍କର ଜୀବନ କର୍ତ୍ତା ତୁମେ ହୋ। ସଦାସର୍ବଦା ତୁମକୁ ଧରି ଚାଲିବୁ, ତୁମ ପଥରେ ଅନୁଗମନ କରିବୁ, ସେ ପ୍ରକାର ତୁମେ ଦୟା କର। ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୋ। ଆମମାନଙ୍କର ବିଭିନ୍ନ ପ୍ରକାର ମନ୍ଦ ଅଭ୍ୟାସ ଗୁଡ଼ିକୁ, ମନ୍ଦ ଚିନ୍ତା ଗୁଡ଼ିକୁ ତୁମେ ଦୂର କରି ତୁମେ ଆମମାନଙ୍କ ଜୀବନରେ ତୁମର ପଥ ଦେଖାଅ ବାପା। ତୁମେ ଯେ ନିତ୍ୟ ଜୀବିତ ଆମମାନଙ୍କର ଜୀବନ କର୍ତ୍ତା, ଆମମାନଙ୍କୁ ତୁମେ ଜଗତକୁ ଆଣିଛ ପ୍ରଭୁ, ସେଥିପାଇଁ ତୁମର ଗୌରବ ପ୍ରଶଂସା କରୁଛୁ। ଆଜି ସୁନ୍ଦର ସମୟରେ ଏ ବାକ୍ୟ ମାଧ୍ୟମରେ ତୁମେ କଥା କୁହ ବାପା। ଆମମାନେ ଯେପରି ତୁମର ଗୌରବର କାରଣ ହବୁ, ଶେଷ ଦିନରେ ଆମେ ଯେପରି ତୁମ ନିମନ୍ତେ ଜୟଯୁକ୍ତ ଜୀବନ କାଟି ତୁମ ସହିତ ବାସ କରିବୁ, ସେହି ପ୍ରକାର ତୁମେ ଦୟା କର। ପ୍ରାର୍ଥନା ଶୁଣି ତୁମେ ଉତ୍ତର ଦଉଛ। ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର, ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦାସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।